ମହାଭାରତ ଯୁଦ୍ଧର ଘଟଣାବଳୀ ଧୃତରାଷ୍ଟ୍ରଙ୍କ ଆଗରେ କିଏ ବର୍ଣ୍ଣନା କରିଥିଲେ? ଏହା ହେବ ସଞ୍ଜୟ। ସଞ୍ଜୟ କାହା ବଳରେ ଦୂରରେ ଘଟୁଥିବା ମହାଭାରତ ସମରକୁ ଦେଖିପାରୁଥିଲେ? କାହା ବଳରେ? ଦିବ୍ୟଦୃଷ୍ଟି। ରାଇଟ୍ ଆନ୍ସର୍ ଦିବ୍ୟଦୃଷ୍ଟି। ସଞ୍ଜୟ କାହା ଆଗରେ ମହାଭାରତ ଯୁଦ୍ଧ କଥା ବର୍ଣ୍ଣନା କରିଛନ୍ତି? ଧୃତରାଷ୍ଟ୍ର। କାହାର ଶିକ୍ଷା ଅତି ଚମତ୍କାର ବୋଲି କୁହାଯାଇଛି? ଶ୍ରୀକୃଷ୍ଣଙ୍କର। କାହା ଦୃଷ୍ଟିରୁ ଅନ୍ଧାରର ଘର ପ୍ରହେଳିକା ଧ୍ୱଂସ ହୋଇଗଲା? ଅର୍ଜୁନଙ୍କର। ମୋହରୂପୀ ଅନ୍ଧାରକୁ କାହା ସହିତ ତୁଳନା କରାଯାଇଛି? ରାଇଟ୍ ଆନ୍ସର୍ ହେବ ପ୍ରତିହେଳିକା। ଅର୍ଜୁନଙ୍କ ପ୍ରତି ଶ୍ରୀକୃଷ୍ଣଙ୍କ ଶିକ୍ଷା କିଭଳି ଥିଲା? ମହାଜ୍ଞାନ ଲୋକ। କୋଉଟା ହେବ ରାଇଟ୍ ଆନ୍ସର୍?